କଳୁଷିତ ହେବାରେ ଲାଗିଛି। ତେଣୁ ବ୍ୟକ୍ତି ଓ ସମାଜକୁ ରକ୍ଷା କରିବା ପାଇଁ ଏବଂ ସଂସ୍କୃତିର ବିକାଶ ପାଇଁ ଆମକୁ ଆଧ୍ୟାତ୍ମିକତା ଓ ନୈତିକତା ଉପରେ ଗୁରୁତ୍ୱ ଦେବାକୁ ହେବ, ଯାହାଦ୍ୱାରା ଆମର ଶିକ୍ଷାର ବିକାଶ ହେବ ଏବଂ ସଂସ୍କୃତିର ମଧ୍ୟ ବିକାଶ ହେବ। ଏଠାରେ ପ୍ରଶ୍ନ ଉଠୁଛି ଯେ ସଂସ୍କୃତିଟା କ'ଣ? ଆମେ ତ ଆଲୋଚନା କଲୁ ଶିକ୍ଷାର ବିକାଶ ହେଲେ ହିଁ ସଂସ୍କୃତିର ବିକାଶ ହେବ। ସଂସ୍କୃତି ହେଉଛି ସାମାଜିକ ଜୀବନର ପରମ୍ପରା, କଳା, ଆଦର୍ଶ ଆଉ ରୀତିନୀତିକୁ ହିଁ ଆମେ ସଂସ୍କୃତି ବୋଲି କହିଥାଉ। ଯାହାର ସଂସ୍କୃତି ଯେତେ ଉନ୍ନତ ସେ ସେତେ ଉନ୍ନତ। ସମଗ୍ର ବସୁଧାକୁ ଆମେ ଗୋଟିଏ କୁଟୁମ୍ବ ବୋଲି ଭାବେ ସମୁଦାୟ ମାନବ ସମାଜର ସୁଖ ପାଇଁ ସଂସ୍କୃତି ପ୍ରତି ଧ୍ୟାନ ଦେବା, ଶିକ୍ଷାର ବିକାଶରେ ହିଁ ସଂସ୍କୃତିର ବିକାଶ, ଏହା ସତ୍ୟ। ତେଣୁ ଆମେ ପ୍ରଚୁର ପରିମାଣରେ ଜ୍ଞାନ ଲାଭ କରି ସଂସ୍କୃତିକୁ ବିକାଶ କରିବାରେ ବିନିଯୋଗ କରିବା, ତାହେଲେ ଆମର ସଂସ୍କୃତିର ବିକାଶ ହେଇଛି ବୋଲି କହିପାରିବା। ଶେଷରେ ମୁଁ ଏତିକି କହିବାକୁ ଚାହୁଁଛି ଯେ ସଂସ୍କୃତି ପ୍ରତି ଯତ୍ନଶୀଳ ହେବା ବିଧେୟ ଏବଂ ଏଥିପାଇଁ ଶିକ୍ଷା ହିଁ କେବଳ ଏହାର ଏକମାତ୍ର ମୂଳ ମନ୍ତ୍ର ଆଉ ଏହାର ମୂଳ ଚାବିକାଠି। ଏଠାରେ ଉପସ୍ଥିତ ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ମୋର ସହପାଠୀଗଣ, ସଂସ୍କୃତ ଭାଷାରେ ଶିକ୍ଷାର ଅର୍ଥ ଶାସ୍ ଧାତୁରୁ ଉତ୍ପନ୍ନ ହୋଇଛି। ଏହାର ଅର୍ଥ ଶୃଙ୍ଖଳିତ ଅଧ୍ୟୟନ। ତେଣୁ ଆମେ ଶିକ୍ଷାର୍ଥୀଙ୍କୁ ଶିଷ୍ୟ ବୋଲି କହିଥାଉ। ସଂସ୍କୃତରେ ବିଦ୍ୟା ଶବ୍ଦଟି ବିଦ୍ ଧାତୁରୁ ଆସିଛି। ଏହାର ଅର୍ଥ ଜାଣିବା